ନମସ୍କାର। ଓମ୍ ନମୋ ଭଗବତେ ବାସୁଦେବାୟ। ଆଜିର ଏହି ବିଶେଷ ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ନମସ୍କାର। ଆଜି ଆମେ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କଥା ହେବାକୁ ଯାଉଛୁ। ଏଇଟା ଆସିଛି ଶ୍ରୀମଦ୍ ଭଗବତ୍ ଗୀତାରୁ। ହଁ, ଗୀତାର ତୃତୀୟ ଅଧ୍ୟାୟ କର୍ମଯୋଗରୁ 9ମ ଶ୍ଲୋକ। ଆଜ୍ଞା, ଯୋଉଟାକି ଭଗବାନ ଶ୍ରୀକୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନଙ୍କୁ କହିଥିଲେ। ବହୁତ ଗଭୀର କଥା ନିଶ୍ଚୟ ଥିବ। ନିଶ୍ଚୟ। ଏଇ ଶ୍ଲୋକଟାକୁ କର୍ମଯୋଗର ସାର ବୋଲି କହିଲେ ବି ଭୁଲ ହବନି, କାରଣ ଏଇଠି କର୍ମର ବନ୍ଧନ ଆଉ ମୁକ୍ତିର ରହସ୍ୟଟା ଲୁଚି ରହିଛି। ଆମେ ସମସ୍ତେ ତ ଦିନରାତି କିଛି ନା କିଛି କାମ କରୁଛୁ, ତ କୋଉ କାମ ବାନ୍ଧେ, କୋଉଟା ମୁକ୍ତି ଦିଏ, ସେଇଟା ଜାଣିବା ଦରକାର। ଏକଦମ ସେଇ ରହସ୍ୟଟା ହିଁ ଏଇ ଶ୍ଲୋକରେ ଅଛି। ଆମ ପାଖରେ ଏହି ଶ୍ଲୋକର ବିସ୍ତୃତ ବ୍ୟାଖ୍ୟା ଅଛି। ଆମେ ଚେଷ୍ଟା କରିବା ସେହି ଆଧାରରେ ଏହାର ଗଭୀରତାକୁ ଟିକେ ବୁଝିବାକୁ, ଆଉ ଦେଖିବା ଆମ ଏବେକାର ଜୀବନରେ ଏହା କେତେ ପ୍ରାସଙ୍ଗିକ। ହଁ, ଆମର ଚେଷ୍ଟା ରହିବ ଏହାକୁ ସରଳ ଭାବରେ ବୁଝିବାକୁ, ଯେମିତି କେବଳ ଶାସ୍ତ୍ର କଥା ହେଇ ରହିବାନି, ଆମ ପ୍ରତିଦିନର ଜୀବନରେ କାମରେ ଆସିବ। ସେଥିପାଇଁ ଆମେ ଅନୁରୋଧ କରିବୁ ଏ ଆଲୋଚନାକୁ ପୁରା ଶୁଣନ୍ତୁ, ଶେଷ ଯାଏ। ତାହେଲେ ଯାଇ ପୁରା କଥାଟା ବୋଧହୁଏ ଭଲରେ ବୁଝିହବ। ଆଜ୍ଞା। ଆଉ ଯଦି ଏମିତି ଜ୍ଞାନ ଆଲୋଚନା ଆପଣଙ୍କୁ ଭଲ ଲାଗୁଥାଏ, ତେବେ ଆମ ଚ୍ୟାନେଲ ସହ ଯୋଡ଼ି ହୋଇ ରହିବାକୁ ଭୁଲିବେନି। ତେବେ ଆସନ୍ତୁ ଆରମ୍ଭ କରିବା। ପ୍ରଥମେ ମୂଳ ଶ୍ଲୋକଟି ଶୁଣିବା। ଗୀତା ଅଧ୍ୟାୟ 3 ଶ୍ଲୋକ 9। ଶ୍ଲୋକ ପାଠ। ଯଜ୍ୟାର୍ଥାତ୍ କର୍ମଣୋନ୍ୟତ୍ର ଲୋକୋୟଂ କର୍ମବନ୍ଧନଃ ତଦର୍ଥଂ କର୍ମ କୌନ୍ତେୟ ମୁକ୍ତସଙ୍ଗଃ ସମାଚରୋ। 3.9। ବାଃ, ଶୁଣିବାକୁ ବହୁତ ସୁନ୍ଦର ଲାଗୁଛି। ନିଶ୍ଚୟ ଏହାର ଅର୍ଥ ବି ସେମିତି ଗଭୀର ହୋଇଥିବ। ଏଇଟା ତ କର୍ମଯୋଗର ମୂଳଦୁଆ ଭଳି ଲାଗୁଛି। ମୋଟାମୋଟି ଭାବେ ଏହାର ମୂଳ କଥାଟା କ'ଣ? କୋଉ ପ୍ରଶ୍ନର ଉତ୍ତର ଦଉଛନ୍ତି ଭଗବାନ ଏଠି? ଦେଖନ୍ତୁ, ଏଠି ଭଗବାନ ମଣିଷ ଜୀବନର ଗୋଟେ ବହୁତ ବଡ଼ ଦ୍ୱନ୍ଦ୍ୱର ସମାଧାନ କରୁଛନ୍ତି। ସେ ଦ୍ୱନ୍ଦ୍ୱଟା ହେଲା, ଆମେ ସଂସାରରେ ଅଛେ, କାମ ନ କରି ରହିପାରିବାନି, ସମ୍ଭବ ନୁହେଁ। ହଁ, ସତ କଥା। କିନ୍ତୁ କାମ କଲେ ତାର ଫଳ ଭୋଗିବାକୁ ପଡୁଛି, ଆଉ ସେଇଥିରେ ଆମେ ବାନ୍ଧି ହେଇଯାଉଛୁ। ସୁଖ ଦୁଃଖରେ। ହଁ, ତେବେ ବାଟ କ'ଣ? କେମିତି କାମ କରିବା ଯେ ସଂସାରରେ ରହିବି ବନ୍ଧନ ମୁକ୍ତ ରହିହେବା? ଏଇଟାର ଉତ୍ତର ଦେଉଛନ୍ତି ଭଗବାନ। ସୂତ୍ରଟା ହେଲା, ଯୋଉ କାମ ଯଜ୍ଞ ପାଇଁ କରାଯାଏ ସେଟା ବାନ୍ଧେ ନାହିଁ। ଏଇ ଯଜ୍ଞ ଶବ୍ଦଟା ଏଇଟା ବଡ଼ ମହତ୍ତ୍ୱପୂର୍ଣ୍ଣ ଲାଗୁଛି। ଆମେ ତ ଯଜ୍ଞ କହିଲେ ସାଧାରଣତଃ ଭାବୁ ହୋମ, ନିଆଁରେ ଘିଅ ପକେଇବା, ଏସବୁ। କିନ୍ତୁ ଆପଣ କହୁଛନ୍ତି ଏଇଟା କର୍ମଯୋଗର ସାର। ତେବେ ଏଠି ଗୀତାରେ ଯଜ୍ଞର ମାନେ କ'ଣ ଅଲଗା? ହଁ, ନିଶ୍ଚିତ ଭାବରେ। ଗୀତାରେ ଯଜ୍ଞର ଅର୍ଥ ବହୁତ ବଡ଼, ବହୁତ ଗଭୀର। ଏଇଟା ଖାଲି ବାହାରର କର୍ମକାଣ୍ଡ ନୁହେଁ। ଏଠି ଯଜ୍ଞର ମୂଳ କଥା ହେଲା ତ୍ୟାଗ, ସମର୍ପଣ ଆଉ ନିଃସ୍ୱାର୍ଥ ଭାବ। ଆଚ୍ଛା। ମାନେ ଯେକୌଣସି କାମ ଯାହା ଆମେ ନିଜର ସ୍ୱାର୍ଥ ପାଇଁ, କିଛି ପାଇବା ପାଇଁ କି ନିଜର ବଡ଼େଇ ଦେଖିବା ପାଇଁ କରୁନୁ, ବରଂ ଗୋଟେ ବଡ଼ ଉଦ୍ଦେଶ୍ୟ ପାଇଁ କରୁଛୁ, ଯେମିତି ଭଗବାନଙ୍କ ଖୁସି ପାଇଁ, କି ନିଜର କର୍ତ୍ତବ୍ୟ ବୋଲି ଭାବି କରୁଛୁ, କି ସମାଜର ଭଲ ପାଇଁ, ପରିବେଶ ପାଇଁ। ସେ ସବୁକୁ ଗୀତା ଯଜ୍ଞ କହୁଛି। ଏଇଟା ଗୋଟେ ମନର ଭାବ, ଗୋଟେ ଦେଖିବାର ନଜରିଆ। ଲୋକୋୟଂ କର୍ମ ବନ୍ଧନଃ, ତାର ମାନେ ହେଲା ଏଇ ଯୋଉ ନିଃସ୍ୱାର୍ଥ ସମର୍ପଣ ଭାବନା, ଏହା ବିନା ଯାହା ବି କାମ କରାଯାଏ ସେଇଟା କର୍ମବନ୍ଧନର କାରଣ। ଠିକ୍। କିନ୍ତୁ ଏ ବନ୍ଧନଟା କେମିତି ତିଆରି ହୁଏ? କାମ ତ କରିବାକୁ ପଡ଼ିବ, ସେଇ ସମାନ କାମଟା ବନ୍ଧନ କେମିତି ହେଇଯାଉଛି? କାମଟା ନିଜେ ତ ବାନ୍ଧୁନି ନା? ଏକଦମ ଠିକ୍ ପ୍ରଶ୍ନ। ନା, କାମ ନିଜେ ବାନ୍ଧେନି କି ମୁକୁଳାଏନି। ବନ୍ଧନର କାରଣ ହେଲା କାମ ପଛରେ ଥିବା ଆମ ମନର ଭାବ, ଆମର ଆସକ୍ତି ଆଉ ଆମର ଅହଙ୍କାର। ଆସକ୍ତି ଆଉ ଅହଙ୍କାର। ହଁ, ଯେତେବେଳେ ଆମେ କିଛି କାମ କରୁ ଆଉ ମନ ଭିତରେ ଏଇ ଭାବନା ଥାଏ ଯେ ମୋତେ ଏ କାମର ଫଳ ମିଳିବା ଦରକାର, କିମ୍ବା ଦେଖ ମୁଁ ଏ କାମଟା କରୁଛି, ମୋ ପାଇଁ ହିଁ ହେଉଛି, ସେତେବେଳେ ଆମେ ସେ କାମ ସାଙ୍ଗେ ଆଉ ତାର ଫଳ ସାଙ୍ଗେ ମନେ ମନେ ବାନ୍ଧି ହେଇଯାଉ। ଆଚ୍ଛା। ଫଳଟା ଯଦି ମନ ମୁତାବକ ମିଳିଗଲା, ତାହେଲେ ଅହଙ୍କାର ବଢ଼ିଯାଏ। ଯଦି ନ ମିଳିଲା, ତାହେଲେ ଦୁଃଖ, ରାଗ, ନିରାଶା ଆସେ। ଏଇ ଯୋଉ ସୁଖ ଦୁଃଖ, ଭଲ ମନ୍ଦର ଖେଳ ଚାଲେ, ସେଇଥିଲେ ହିଁ ଆମେ ବାନ୍ଧି ହିଁ ରହିଯାଉ। ଏଇଟାକୁ ହିଁ କହୁଛନ୍ତି କର୍ମବନ୍ଧନ। ତାମାନେ ଆମେ ଦିନଦିନିଆ ଜୀବନରେ ଯେତେ ସବୁ କାମ କରୁ, ନିଜ ପାଇଁ, ପରିବାର ପାଇଁ, ସେଥିରେ ଏଇ ଆସକ୍ତି ଆଉ ଅହଙ୍କାର ଆସିଯିବାର ସମ୍ଭାବନା ବହୁତ ବେଶୀ। ହଁ, ବହୁତ ବେଶୀ। ତେବେ ଏଇ ବନ୍ଧନରୁ ମୁକୁଳିମା କେମିତି? ଶ୍ଲୋକର ଦ୍ୱିତୀୟ ଲାଇନରେ ଭଗବାନ କ'ଣ କହୁଛନ୍ତି? କିଛି ଉପାୟ ଅଛି?
ହଁ, ସେଇଠି ତ ସମାଧାନଟା ଅଛି। ଭଗବାନ କହୁଛନ୍ତି ତଦର୍ଥଂ କର୍ମ କୌନ୍ତେୟ ମୁକ୍ତ ସଂଗଃ ସମାଚାର। ମାନେ ହେ କୁନ୍ତୀ ପୁତ୍ର ଅର୍ଜୁନ, ତୁମେ ସେଇ ଯଜ୍ଞ ପାଇଁ କାମ କର, ଈଶ୍ୱରଙ୍କ ପାଇଁ ବା ସେଇ ବଡ଼ ଉଦ୍ଦେଶ୍ୟ ପାଇଁ କାମ କର। ଆଉ କେମିତି କରିବ? ମୁକ୍ତ ସଂଗଃ ହୋଇ କର। ଏଇ ଯୋଉ ମୁକ୍ତ ସଂଗର ଶବ୍ଦଟା, ଏଇଟା ହେଲା ଚାବିକାଠି। ମୁକ୍ତ ସଂଗ ମାନେ ସଙ୍ଗ ବା ଆସକ୍ତିରୁ ମୁକ୍ତ ହୋଇ। ଏଇଟା ଶୁଣିବାକୁ ଯେତେ ସହଜ ଲାଗୁଛି, କରିବାକୁ ବୋଧେ ସେତେ ସହଜ ନୁହେଁ। ହଁ, ସେଟା ତ ଅଭ୍ୟାସର କଥା। ବିଶେଷ କରି ଆପଣ ଯୋଉ 3 ପ୍ରକାର ସଙ୍ଗ କଥା କହୁଥିଲେ, କାମ ପ୍ରତି ଆସକ୍ତି, ଫଳ ପ୍ରତି ଆସକ୍ତି, ଆଉ ସବୁଠୁ ବଡ଼ କଥା ମୁଁ କରୁଛି ବୋଲି ଯୋଉ ଅହଙ୍କାର, ଏଥିରୁ ମୁକ୍ତ ହେବା କେମିତି ସମ୍ଭବ? ସେଇ ମୁଁ କର୍ତ୍ତା ଭାବଟା, ସେଟା ତ ଆମ ଭିତରେ ବହୁତ ଭିତରକୁ ଯାଇଛି। ଗୀତା ଏଥିପାଇଁ କିଛି ବାଟ ବତେଇଛି କି? ନିଶ୍ଚୟ ବତେଇଛି। ଗୀତା ଖାଲି ଥିଓରି ନୁହେଁ, ପ୍ରାକ୍ଟିକାଲ ଗାଇଡ୍ ବି। ମୁକ୍ତ ସଂଗ ହେବା ଗୋଟେ ଅଭ୍ୟାସ, ଗୋଟେ ସାଧନା। ଏଥିପାଇଁ ଗୀତା କିଛି ବାଟ ଦେଖେଇଛି। କ'ଣ ସେଗୁଡ଼ିକ? ପ୍ରଥମ ହେଲା ଈଶ୍ୱରାର୍ପଣ ବୁଦ୍ଧି। ମାନେ ନିଜର ସବୁ କାମକୁ ଭଗବାନଙ୍କୁ ସମର୍ପି ଦେବା। ଭାବିବା ଯେ ମୁଁ ଖାଲି ଗୋଟେ ମାଧ୍ୟମ, ସେ ହିଁ ମୋ ଦ୍ୱାରା କରାଉଛନ୍ତି। ଏଇ ଭାବନାଟା ମୁଁ କରୁଛି ଅହଙ୍କାରକୁ କମ୍ କରେ। ଦ୍ୱିତୀୟ ହେଲା ଫଳତ୍ୟାଗ। କାମ କରିବା ଆମ ହାତରେ ଅଛି, କିନ୍ତୁ ଫଳଟା ଆମ ହାତରେ ନାହିଁ। ସେଇଟା ଅନେକ କଥା ଉପରେ ନିର୍ଭର କରେ। ତେଣୁ ନିଜର ବେଷ୍ଟ ଦେଇ କାମ କରିବା, କିନ୍ତୁ ଫଳ କ'ଣ ହେବ ସେଥିପାଇଁ ବେଶୀ ବ୍ୟସ୍ତ ନ ହେବା କି ଆସକ୍ତ ନ ହେବା। ଫଳ ଯାହା ବି ହେଲା, ଭଲ ହଉ କି ମନ୍ଦ ହଉ, ତାକୁ ଭଗବାନଙ୍କୁ ପ୍ରସାଦ ଭାବି ସମାନ ଭାବରେ ଗ୍ରହଣ କରିବା। ଆଚ୍ଛା, ସମାନ ଭାବରେ। ହଁ। ତୃତୀୟ ହେଲା କର୍ତ୍ତବ୍ୟ ବୁଦ୍ଧି। କାମଟାକୁ ଖାଲି ନିଜର ଲାଭ ପାଇଁ ନୁହେଁ, ନିଜର କର୍ତ୍ତବ୍ୟ ବା ଧର୍ମ ଭାବି କରିବା। ଯେମିତି ଅର୍ଜୁନଙ୍କ ପାଇଁ ଯୁଦ୍ଧ କରିବା ତାଙ୍କର କ୍ଷତ୍ରିୟ ଧର୍ମ ଥିଲା। ବୁଝିଲି। ଆଉ ଚତୁର୍ଥ ହେଲା ଲୋକ ସଂଗ୍ରହ ବା ସମାଜ କଲ୍ୟାଣ ଭାବନା। ମାନେ ମୋ କାମ ଦ୍ୱାରା ଖାଲି ମୋର ନୁହେଁ, ସମାଜର ବା ଅନ୍ୟମାନଙ୍କର କେମିତି ଭଲ ହବ, ସେଇ ଭାବନା ରଖି କାମ କରିବା। ଏଇ ଅଭ୍ୟାସଗୁଡ଼ିକ କଲେ ଧୀରେ ଧୀରେ ଆସକ୍ତି କମିଯାଏ, ଆଉ କାମ କରିବି ମନଟା ମୁକ୍ତ ଆଉ ଶାନ୍ତ ରହେ। ଏ କଥା ଶୁଣିଲା ପରେ ଲାଗୁଛି ଏ ଶ୍ଲୋକଟା ଖାଲି ଯୁଦ୍ଧଭୂଇଁରେ ଅର୍ଜୁନଙ୍କ ପାଇଁ ନଥିଲା, ଏଟା ଆମ ସମସ୍ତଙ୍କ ପାଇଁ, ଆମର ଏଇ ଯୋଉ ଦିନଦିନିଆ ଜୀବନ ସେଇଥିପାଇଁ। ନିଶ୍ଚୟ। କିନ୍ତୁ ଏବେକାର ଯୁଗରେ ଆମେ ଏତେ ବ୍ୟସ୍ତ, ଅଫିସ୍ କାମ, ବିଜନେସ୍, ଘର କଥା, ଏସବୁ ଭିତରେ ଏଇ ଯଜ୍ଞ ଭାବନାଟାକୁ କେମିତି ଯୋଡ଼ିବା? ଏଇଟା କ'ଣ ସତରେ ପ୍ରାକ୍ଟିକାଲ? ଗୋଟେ ସାଧାରଣ ଚାକିରି କି ଦୋକାନ ଚଳେଇବା, ସେଟା କେମିତି ଯଜ୍ଞ ହବ? ବହୁତ ଭଲ ପ୍ରଶ୍ନ ପଚାରିଲେ। ଆଉ ଉତ୍ତର ହେଲା ହଁ, ନିଶ୍ଚିତ ଭାବରେ ସମ୍ଭବ। କାରଣ ମୁଁ ଆଗରୁ କହିଲି, ଯଜ୍ଞ ବାହାର କାମଟାରେ ନାହିଁ, ଭିତର ଭାବନାଟାରେ ଅଛି। ଯେକୌଣସି କାମକୁ ଯଜ୍ଞରେ ବଦଳେଇ ଦେଇ ହେବ। କିଛି ଉଦାହରଣ ଦେଉଛି। ହଁ, କୁହନ୍ତୁ। ଦେଖନ୍ତୁ, ଜଣେ ଛାତ୍ର ପାଠ ପଢ଼ୁଛି। ଯଦି ସେ ଖାଲି ପରୀକ୍ଷାରେ ଭଲ ନମ୍ବର ଆଣିବା ପାଇଁ ପଢ଼ୁଛି, ତାହେଲେ ସେଥିରେ ଆସକ୍ତି ରହିଲା। କିନ୍ତୁ ଯଦି ସେ ଭାବୁଛି ଯେ ଜ୍ଞାନ ପାଇବା ମୋର କର୍ତ୍ତବ୍ୟ, ଏହାଦ୍ୱାରା ମୁଁ ଭବିଷ୍ୟତରେ କିଛି ଭଲ କରିବି, ସେଇ ଭାବନାରେ ପଢ଼ୁଛି, ତାହେଲେ ସେଇ ପାଠପଢ଼ାଟା ବି ଗୋଟେ ଯଜ୍ଞ ହୋଇଗଲା, ଅଧ୍ୟୟନ ଯଜ୍ଞ। ଆଚ୍ଛା। ସେମିତି ଜଣେ ଡାକ୍ତର ଯଦି ଖାଲି ପଇସା ପାଇଁ ରୋଗୀ ଦେଖୁଛନ୍ତି, ସେଇଟା ଗୋଟେ କଥା। କିନ୍ତୁ ଯଦି ଭାବୁଛନ୍ତି ଯେ ରୋଗୀ ସେବା କରିବା ମୋର ଧର୍ମ, ମୋର କର୍ତ୍ତବ୍ୟ, ସେଇ ଭାବନା ନେଇ କାମ କରୁଛନ୍ତି, ତାହେଲେ ସେଟା ସେବା ଯଜ୍ଞ। ଜଣେ ବେପାରୀ ଯଦି ସଚ୍ଚୋଟ ହୋଇ ଠିକ୍ ଜିନିଷ ଦେଇ ସମାଜର ଗୋଟେ ଆବଶ୍ୟକତା ପୂରଣ କରୁଛି ବୋଲି ଭାବି ବେପାର କରୁଛି, ସେଟା ବି ଯଜ୍ଞ। ଏପରିକି ଜଣେ ଗୃହିଣୀ ଘର କାମ କରୁଛନ୍ତି, ପରିବାରର ଯତ୍ନ ନେଉଛନ୍ତି, ଯଦି ସେଟାକୁ ଖାଲି ବାଧ୍ୟବାଧକତାର କାମ ନ ଭାବି ସ୍ନେହରେ, ସମର୍ପଣ ଭାବରେ କରୁଛନ୍ତି, ତାହେଲେ ତାଙ୍କ କାମ ବି ଯଜ୍ଞ, ମାତୃଯଜ୍ଞ, ଗୃହସ୍ଥ ଯଜ୍ଞ। ବା, ବହୁତ ସୁନ୍ଦର ଭାବରେ ବୁଝେଇଲେ। ମୂଳ କଥା ହେଲା ଆମେ କାମଟାକୁ କେମିତି ଦେଖୁଛୁ ଆଉ କୋଉ ଭାବନା ନେଇ କରୁଛୁ। ଏକଦମ। ଯେତେବେଳେ ସେଇ ନିଜ ସ୍ୱାର୍ଥ ଭାବନାଟା କମିଯାଏ ଆଉ କର୍ତ୍ତବ୍ୟ, ସେବା କି ସମର୍ପଣ ଭାବ ଆସିଯାଏ, ସେତେବେଳେ ସାଧାରଣ କାମ ବି ଅସାଧାରଣ ଯଜ୍ଞ ହୋଇଯାଏ। ଏହାର ନିଶ୍ଚୟ ମନ ଉପରେ ବି ବହୁତ ଭଲ ପ୍ରଭାବ ପଡ଼ୁଥିବ। ଯେତେବେଳେ ଆମେ ଫଳକୁ ନେଇ ଏତେ ବ୍ୟସ୍ତ ହେଉନୁ, ସେତେବେଳେ ବୋଧେ ଟେନସନ୍, ଚିନ୍ତା, ଭୟ ଏସବୁ ବି କମିଯାଏ। ନିଶ୍ଚିତ ଭାବରେ। ଏଟା ତ ଗୋଟେ ବଡ଼ ମନୋବୈଜ୍ଞାନିକ ସତ୍ୟ। ଆମର ଯେତେ ସବୁ ମାନସିକ ଅଶାନ୍ତି, ଟେନସନ୍, ଡିପ୍ରେସନ୍, ତାର ଗୋଟେ ବଡ଼ କାରଣ ହେଲା ଫଳକୁ ନେଇ ଅତ୍ୟଧିକ ଚିନ୍ତା ଆଉ ଆସକ୍ତି। କ'ଣ ହେବ, ଯଦି ହେଲାନି, ମୋତେ ମିଳିବ ତ, ଏଇସବୁ ଭାବନା ମନକୁ ଖାଇଯାଏ। ହଁ, ସତ କଥା।
କିନ୍ତୁ ଯେତେବେଳେ ଆମେ ମୁକ୍ତ ସଙ୍ଗ ହୋଇ କାମ କରୁ, ମାନେ ନିଜର ଶ୍ରେଷ୍ଠ ଦେଇ କାମ କରୁ ଆଉ ଫଳଟାକୁ ଭଗବାନଙ୍କ ଉପରେ ଛାଡ଼ିଦେଉ, ସେତେବେଳେ ମନଟା ବହୁତ ହାଲୁକା ଲାଗେ, ଶାନ୍ତ ରହେ। ଆମେ କାମରେ ବେଶୀ ଫୋକସ୍ କରିପାରୁ, କାରଣ ଫଳର ଚିନ୍ତା ଆମ ଶକ୍ତି ନଷ୍ଟ କରେନି। ତେଣୁ ଏଇଟା ଖାଲି ଆଧ୍ୟାତ୍ମିକ ମୁକ୍ତି ପାଇଁ ନୁହେଁ, ମାନସିକ ଶାନ୍ତି ଆଉ ସୁସ୍ଥତା ପାଇଁ ବି ବହୁତ ଜରୁରୀ ଫର୍ମୁଲା। ତାହେଲେ ଆଜି ଆମେ ଏଇ ଯୋଉ ଗୋଟିଏ ଶ୍ଲୋକକୁ ନେଇ ଏତେ କଥା ହେଲେ, ଏହାର ମୁଖ୍ୟ ଶିକ୍ଷା ବା ସାରାଂଶ କ'ଣ କହିବା? କିଛି ମୁଖ୍ୟ ପଏଣ୍ଟସ୍। ହଁ, ନିଶ୍ଚୟ। ମୁଖ୍ୟତଃ ଆମେ ଏଇ କେତୋଟି କଥା ମନେ ରଖିପାରିବା। ପ୍ରଥମ, କର୍ମରୁ ପଳେଇ ହେବନି, ଜୀବନରେ କାମ କରିବାକୁ ହିଁ ପଡ଼ିବ। ଠିକ୍। ଦ୍ୱିତୀୟ, କାମଟା ନିଜେ ବାନ୍ଧେନି, ବାନ୍ଧେ ତା ପଛର ଭାବନା। ସେଇଟା ଯଜ୍ଞ ଭାବ ନା ସ୍ୱାର୍ଥ ଭାବ, ତା ଉପରେ ନିର୍ଭର କରେ ବନ୍ଧନ ହେବ କି ମୁକ୍ତି ମିଳିବ। ତୃତୀୟ, ସବୁ କାମକୁ ଯଜ୍ଞ ଭାବରେ କରିବାକୁ ଚେଷ୍ଟା କରିବା, ନିଜର କର୍ତ୍ତବ୍ୟ ଭାବି, ସେବା ଭାବି, ଭଗବାନଙ୍କୁ ସମର୍ପଣ କରି। ଆଚ୍ଛା। ଆଉ ଚତୁର୍ଥ, ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଆସକ୍ତି ମୁକ୍ତ ହେବା, କାମର ଫଳକୁ ନେଇ ବେଶୀ ଆସକ୍ତ ନ ହେବା ଆଉ ମୁଁ କରୁଛି ବୋଲି ଅହଙ୍କାର ନ ରଖିବା। ବାସ୍ତବରେ ଏଇଟା ଜୀବନକୁ ଗୋଟେ ନୂଆ ଦୃଷ୍ଟିରେ ଦେଖିବା ପାଇଁ ଚାବିକାଠି ପରି। ଏକା ସାଙ୍ଗରେ କର୍ମଠ ହେବାକୁ କହୁଛି ଆଉ କର୍ମର ବୋଝର ମୁକ୍ତ ରହିବାର କଳା ବି ଶିଖଉଛି। ଏଇଟା ବୋଧେ ସେଇ କର୍ମରେ କୁଶଳତା, ଯାହାକୁ ଗୀତା ୟୋଗଃ କର୍ମସୁ କୌଶଳମ୍ କହେ। ଏକଦମ ଠିକ୍ ଧରିଛନ୍ତି। ଏଇଟା କର୍ମରୁ ମୁକ୍ତି ନୁହେଁ, କର୍ମରେ ରହି ମୁକ୍ତି ପାଇବାର ରାସ୍ତା ଦେଖାଏ। ଆଉ ଏଇଟା ଖାଲି କୌଣସି ବଡ଼ ଦାର୍ଶନିକ କଥା ନୁହେଁ, ଆମ ଦିନଦିନିଆ ଜୀବନରେ ଶାନ୍ତି, ସନ୍ତୁଳନ ଆଉ ଗୋଟେ ଅର୍ଥପୂର୍ଣ୍ଣ ଜୀବନ ବଞ୍ଚିବା ପାଇଁ ବହୁତ କାମରେ ଆସିବା ଭଳି କଥା। ଯେତେବେଳେ ସବୁ କାମ ଯଜ୍ଞ ଭାବରେ ହୁଏ, ସେତେବେଳେ ପୁରା ଜୀବନଟା ହିଁ ଗୋଟେ ପୂଜା, ଗୋଟେ ସାଧନା ପାଲଟିଯାଏ। ଏ ଆଲୋଚନା ନିଶ୍ଚୟ ଆମ ଶ୍ରୋତାମାନଙ୍କ ପାଇଁ ବହୁତ ପ୍ରେରଣା ଦେଇଥିବ। ଯଦି ଆପଣଙ୍କୁ ଏ ଆଧ୍ୟାତ୍ମିକ ବିଚାର ଭଲ ଲାଗିଲା, ତେବେ ନିଶ୍ଚୟ ଏହାକୁ ଗୋଟେ ଲାଇକ୍ ଦିଅନ୍ତୁ ଆଉ ନିଜ ବନ୍ଧୁବାନ୍ଧବ, ପରିଜନଙ୍କ ସହ ସେୟାର କରନ୍ତୁ, ଯାହାଫଳରେ ଏ ଜ୍ଞାନ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ। ଭଗବାନ ଶ୍ରୀକୃଷ୍ଣଙ୍କ କୃପା ସମସ୍ତଙ୍କ ଉପରେ ରହୁ। ଆପଣଙ୍କ ମନରେ ଏ ଶ୍ଲୋକକୁ ନେଇ ଆଉ କ'ଣ ବିଚାର ଆସୁଛି, କିମ୍ବା ଆପଣ ନିଜ ଜୀବନରେ ଏ ଶିକ୍ଷାକୁ କେମିତି ପ୍ରୟୋଗ କରିବେ ବୋଲି ଭାବୁଛନ୍ତି? ଆପଣଙ୍କ ଅନୁଭୂତି ବା ବିଚାର ଆମକୁ ଜଣେଇ ପାରିବେ। ତଳେ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଲେଖି ନିଜ ମତ ଦେଇପାରନ୍ତି। ଆପଣଙ୍କ ମତାମତ ଆମ ପାଇଁ ବହୁତ ମୂଲ୍ୟବାନ। ଆଗକୁ ଆମେ ପୁଣି ଗୀତାର ଅନ୍ୟ କୌଣସି ମହତ୍ତ୍ୱପୂର୍ଣ୍ଣ ଶ୍ଲୋକ କିମ୍ବା ଅଧ୍ୟାୟ ଉପରେ ଏମିତି ଗଭୀର ଭାବରେ ଆଲୋଚନା କରିବାକୁ ଚେଷ୍ଟା କରିବୁ। ସେ ପର୍ଯ୍ୟନ୍ତ ଆମ ସହିତ ଯୋଡ଼ି ହୋଇ ରହିଥାନ୍ତୁ। ଆଜି ପାଇଁ ତାହେଲେ ଏତିକି। ପୁଣି ଭେଟିବା ଏକ ନୂଆ ଜ୍ଞାନର ଆଲୋଚନା ସହିତ। ସେ ପର୍ଯ୍ୟନ୍ତ ବିଦାୟ ନେଉଛୁ। ନମସ୍କାର। ନମସ୍କାର। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।